ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। ଆଚ୍ଛା, ଆସନ୍ତୁ ସିଧାସଳଖ ଆମର ମୂଳ ବିଷୟ ଭିତରକୁ ଯିବା। ପ୍ରାଚୀନ ଧର୍ମଗ୍ରନ୍ଥ, ଲୋକଙ୍କର ଗଭୀର ବିଶ୍ୱାସ ଏବଂ କଠୋର ଏକାଡେମିକ୍ ଗବେଷଣା ଯେତେବେଳେ ଏକାଠି ମିଶେ, ସେତେବେଳେ ପ୍ରକୃତରେ କ'ଣ ହୁଏ? ଏହା ଏକ ଅତ୍ୟନ୍ତ ଚମତ୍କାର ବିଷୟ। ଆମେ ଏପରିଙ୍କ ଆଲୋଚନାରେ ଭାଗ ନେବାକୁ ଯାଉଛୁ ଯେଉଁଠାରେ ଇତିହାସ ଏବଂ ଧର୍ମତତ୍ତ୍ୱ ପରସ୍ପର ସହ ସିଧାସଳଖ ଧକ୍କା ଖାଆନ୍ତି। ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନଟି ହେଉଛି, ସହସ୍ରାଧିକ ବର୍ଷର ଧାର୍ମିକ ପରମ୍ପରା ଏବଂ ପ୍ରାଚୀନ ଲେଖାଗୁଡ଼ିକ ମଧ୍ୟରେ ଲୁଚି ରହିଥିବା ଜଣେ ବ୍ୟକ୍ତିଙ୍କର ପ୍ରକୃତ ଐତିହାସିକ କାହାଣୀ କ'ଣ? ଆଧୁନିକ ଇତିହାସକାରମାନେ କେବେ ଉନ୍ମୋଚନ କରିପାରିବେ? ଚିନ୍ତା କରନ୍ତୁ ତ, ଏତେ ସବୁ ବିଶ୍ୱାସ ଏବଂ ପରମ୍ପରା ଭିତରୁ କେବଳ ଐତିହାସିକ ତଥ୍ୟକୁ ବାହାର କରିବା କେତେ କଷ୍ଟକର ହୋଇପାରେ? ଏହା ହିଁ ହେଉଛି ଆମର ଆଜିର ମୂଳ ଆଧାର। ଆମର ଆଜିର ଯାତ୍ରା କିଛି ଏହିଭଳି ରହିବ। ପ୍ରଥମେ ଐତିହାସିକ ଯୀଶୁଙ୍କ ସନ୍ଧାନ, ତାପରେ ଐତିହାସିକ ପ୍ରଣାଳୀର ବିତର୍କ, ଦି ଜିଜସ୍ ଲିଜେଣ୍ଡ ପୁସ୍ତକର ବିଶ୍ଳେଷଣ, ଏହାର ପ୍ରଶଂସା, ସନ୍ଦେହବାଦୀଙ୍କ ତୀବ୍ର ସମାଲୋଚନା ଏବଂ ଶେଷରେ ସେହି ପଦ୍ଧତିଗତ ମୂଳଭେଦ। ବିଭାଗ 1, ଐତିହାସିକ ଯୀଶୁଙ୍କ ସନ୍ଧାନ, ଆଉ ଏକ ଦଶନ୍ଧିର ଏକାଡେମିକ୍ ବନ୍ୟା। ଆଚ୍ଛା, ଆମେ ଯାହାକୁ ଥର୍ଡ କ୍ୱେଷ୍ଟ ଫର୍ ଦି ହିଷ୍ଟୋରିକାଲ ଜିଜସ୍ ବୋଲି କହୁଛୁ, ସେହି ସମୟରେ ଏକାଡେମିକ୍ ସାହିତ୍ୟର ଏକ ବିରାଟ ବନ୍ୟା ହିଁ ଆସିଯାଇଥିଲା। ଏହି ବିଷୟକୁ ଗହୀର ଭାବରେ ବୁଝିବା ପାଇଁ ଡେନିସ୍ ଇଙ୍ଗଲ୍ସଫ୍ଲାଣ୍ଡଙ୍କ ଦ୍ୱାରା ଦିଆଯାଇଥିବା ଏକ ପାର୍ଥକ୍ୟକୁ ବୁଝିବା ନିହାତି ଜରୁରୀ। ଦେଖନ୍ତୁ, ଖ୍ରୀଷ୍ଟତତ୍ତ୍ୱ ବା ଖ୍ରୀଷ୍ଟୋଲୋଜି ହେଉଛି ସମ୍ପୂର୍ଣ୍ଣ ରୂପେ ବିଶ୍ୱାସର ଦୃଷ୍ଟିକୋଣ, କିନ୍ତୁ ଐତିହାସିକ ଅଧ୍ୟୟନ ସମ୍ପୂର୍ଣ୍ଣ ଅଲଗା କଥା। ଏହି ପଦ୍ଧତିରେ ଇତିହାସକାରମାନଙ୍କୁ ସେମାନଙ୍କର ସମସ୍ତ ଧାର୍ମିକ ବିଶ୍ୱାସ ଏବଂ ଐଶ୍ୱରିକ ପ୍ରେରଣାକୁ କିଛି ସମୟ ପାଇଁ ପାଖରେ ରଖିବାକୁ ପଡ଼େ। ଏହାର ଅର୍ଥ ହେଉଛି ଗସ୍ପେଲଗୁଡ଼ିକୁ ଅନ୍ୟ ଯେକୌଣସି ସାଧାରଣ ପ୍ରାଚୀନ ଗ୍ରନ୍ଥ ଭଳି ହିଁ ପଢ଼ିବାକୁ ହେବ। ଏହା ପ୍ରକୃତରେ ଏକ ବହୁତ ବଡ଼ ପରିବର୍ତ୍ତନ। ଦି ଖ୍ରୀଷ୍ଟିଆନ ଲାଇବ୍ରେରିଆନ ପତ୍ରିକାରେ ପ୍ରକାଶିତ 2015ର ଏକ ସମୀକ୍ଷାକୁ ଦେଖିଲେ ଆମେ ବୁଝିପାରିବା ଯେ ଏହି ବିଷୟଟି କେତେ ବିଶାଳ। ଗତ ଦଶନ୍ଧି ମଧ୍ୟରେ କେବଳ ଐତିହାସିକ ଯୀଶୁଙ୍କ ଉପରେ ଏତେ ବିପୁଳ ପରିମାଣର ଗବେଷଣା କରାଯାଇଛି ଯେ ତାହା ଦେଖିଲେ ବାସ୍ତବିକ ଆଶ୍ଚର୍ଯ୍ୟ ଲାଗେ। ଏହା କୌଣସି ସାଧାରଣ କଥା ନୁହେଁ, ଏହା ଏକ ବିରାଟ ଏକାଡେମିକ୍ ପ୍ରୟାସ। ବିଭାଗ 2, ଐତିହାସିକ ପ୍ରଣାଳୀର ବିତର୍କ ଓ ବିଭିନ୍ନ ଦୃଷ୍ଟିକୋଣ। ଏବେ ଏହି କ୍ଷେତ୍ରର ଗବେଷକମାନଙ୍କ ବିବିଧତା ବିଷୟରେ କଥା ହେବା। ଆମେ ଯେତେବେଳେ ଏହିସବୁ ଐତିହାସିକ ପଦ୍ଧତିଗୁଡ଼ିକୁ ପ୍ରୟୋଗ କରୁଛୁ, ଏକ ବହୁତ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳେ। ଅନୁସନ୍ଧାନ କିଏ କରୁଛନ୍ତି, କେବଳ ସେହି ଗୋଟିଏ କଥା ଉପରେ ନିର୍ଭର କରି ନିଷ୍କର୍ଷଗୁଡ଼ିକ ସମ୍ପୂର୍ଣ୍ଣ ବଦଳିଯାଏ। ଆମର ଏକ ପାଖରେ ଇଭାଞ୍ଜେଲିକାଲ ସ୍କଲର ଅଛନ୍ତି ଏବଂ ଅନ୍ୟ ପାଖରେ ସନ୍ଦେହବାଦୀ, ଇହୁଦୀ ଆଉ ମୁସଲିମ ଦୃଷ୍ଟିକୋଣ ମଧ୍ୟ ରହିଛି। ସବୁଠାରୁ ମଜାଦାର କଥା ହେଲା, ଏହି ସମସ୍ତ ବିଦ୍ୱାନ ଏକା ପ୍ରକାରର ପ୍ରାଚୀନ ଦଲିଲ ଏବଂ ଗ୍ରନ୍ଥଗୁଡ଼ିକୁ ପଢ଼ୁଛନ୍ତି, କିନ୍ତୁ ସେମାନଙ୍କର ନିଷ୍କର୍ଷ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଉଦାହରଣ ସ୍ୱରୂପ, ରେଜା ଅସଲାନ ଯୀଶୁଙ୍କୁ ଜଣେ ବିପ୍ଳବୀ ଭାବରେ ଦେଖନ୍ତି। ସେହିପରି ଆମିଜି ଲେଭିନ୍ ତାଙ୍କୁ ଜଣେ ଭୁଲ ବୁଝାଯାଇଥିବା ଇହୁଦୀ ବୋଲି କହନ୍ତି। ବାଟ୍ ଏରମାନଙ୍କ ମତରେ ସେ କେବଳ ଜଣେ ଭବିଷ୍ୟତ ବକ୍ତା ଥିଲେ, କିନ୍ତୁ କ୍ରେଗ କିନଟ୍ ଦୃଢ଼ ଯୁକ୍ତି କରନ୍ତି ଯେ ଗସ୍ପେଲଗୁଡ଼ିକ ନିର୍ଭରଯୋଗ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ପ୍ରମାଣ ଉପରେ ଆଧାରିତ। ଭାବି ଦେଖନ୍ତୁ, ସମାନ ଉତ୍ସ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଐତିହାସିକ ଚରିତ୍ର। ଏହି ଏକାଡେମିକ୍ ପ୍ରୟାସଗୁଡ଼ିକ ସମୟ ସହିତ କିପରି ଆଗକୁ ବଢ଼ିଛି, ଆସନ୍ତୁ ତାହା ଉପରେ ଟିକେ ନଜର ପକାଇବା। 1998 ମସିହାରେ ବକ୍ ଏବଂ ୱେବ୍ଙ୍କ ଅଧ୍ୟୟନରୁ ଆରମ୍ଭ ହୋଇ 2015 ବେଳକୁ ଏହା ଏକ ବିରାଟ ସାହିତ୍ୟ ସମୀକ୍ଷାରେ ପରିଣତ ହୋଇଥିଲା। ପ୍ରଥମ ଶତାବ୍ଦୀର ପ୍ରକୃତ ଐତିହାସିକ ଘଟଣାବଳୀକୁ ଖୋଜି ବାହାର କରିବା ପାଇଁ 1998ରୁ 2015 ପର୍ଯ୍ୟନ୍ତ ଏହି ଦଶନ୍ଧିରୁ ଅଧିକ ସମୟ ଧରି ନିରନ୍ତର ଚେଷ୍ଟା ଚାଲିଛି। ବିଭାଗ 3, ଦି ଜିଜସ୍ ଲେଜେଣ୍ଡ ଅଫ୍ ପ୍ରବେଶ, ଦୂରତା ହ୍ରାସ କରିବାର ପ୍ରୟାସ। ଠିକ୍ ଏତିକିବେଳେ ଏକାଡେମିକ୍ ଜଗତରେ ଏକ ନିର୍ଦ୍ଦିଷ୍ଟ ବହିକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୁଏ। ସେହି ବହିଟି ହେଉଛି 2007 ମସିହାରେ ପ୍ରକାଶିତ ଦ ଜିଜସ୍ ଲିଜେଣ୍ଡ, ଯାହାକୁ ପଲ୍ ରୋଡ୍ସ, ଏଡି ଏବଂ ଗ୍ରେଗୋରୀ ଏ ବଏଡ୍ ଲେଖିଥିଲେ। ଯୀଶୁ କେବଳ ଏକ କାଳ୍ପନିକ ଚରିତ୍ର ବା କିମ୍ବଦନ୍ତୀ ଥିଲେ ବୋଲି ଯେଉଁ ଧାରଣା ଥିଲା, ତାକୁ ଖଣ୍ଡନ କରିବା ପାଇଁ ଏବଂ ସିନପ୍ଟିକ୍ ଗସ୍ପେଲଗୁଡ଼ିକର ଐତିହାସିକ ନିର୍ଭରଯୋଗ୍ୟତା ପ୍ରମାଣ କରିବା ପାଇଁ ହିଁ ଏହି ବହିଟି ଲେଖାଯାଇଥିଲା। ତେବେ ଏଡି ଏବଂ ବଏଡ୍ ପ୍ରକୃତରେ କ'ଣ ପ୍ରମାଣ କରିବାକୁ ଚାହୁଁଥିଲେ? ମୁଖ୍ୟତଃ ସେମାନେ ପୌରାଣିକ ଯୀଶୁ ବା ଜିଜସ୍ ମିଥ୍ ତତ୍ତ୍ୱକୁ
ସମ୍ପୂର୍ଣ୍ଣ ରୂପେ ଖାରଜ କରିଦେଇଛନ୍ତି। ସେମାନଙ୍କର ଏକ ବଡ଼ ଯୁକ୍ତି ହେଉଛି ଯେ ପ୍ରାଚୀନ କାଳର ମୌଖିକ ପରମ୍ପରାଗୁଡ଼ିକ ଖୁବ୍ ସଠିକ୍ ଥିଲା। ସେହି ସମୟରେ ଲୋକଙ୍କର ସ୍ମରଣଶକ୍ତି ଏବଂ ସାମୂହିକ ଯାଞ୍ଚ ପ୍ରଣାଳୀ ଆଜିର ଲିଖିତ ଦଲିଲ ଭଳି ଦୃଢ଼ ଥିଲା। ଯଦି କେହି କାହାଣୀ କହିବା ସମୟରେ ଟିକି ବି ଭୁଲ କରୁଥିଲା, ଶ୍ରୋତାମାନେ ତୁରନ୍ତ ତାକୁ ସୁଧାରି ଦେଉଥିଲେ। ଏହା ସହିତ ସେମାନେ ଆଧୁନିକ ଇତିହାସକାରମାନଙ୍କର ଅଲୌକିକ ଘଟଣା ପ୍ରତି ଥିବା ବିରୋଧୀ ମନୋଭାବକୁ ମଧ୍ୟ ସମାଲୋଚନା କରନ୍ତି। ବିଭାଗ 4 ପ୍ରଶଂସା ଏବଂ ସମର୍ଥନ ଉତ୍ସାହଜନକ ଗ୍ରହଣଯୋଗ୍ୟତା। ଏହି ପୁସ୍ତକଟି ବଜାରକୁ ଆସିବା ମାତ୍ରେ ଖ୍ରୀଷ୍ଟିଆନ ଆପୋଲୋଜେଟିକ୍ସ ଗୋଷ୍ଠୀରେ ଖୁସିର ଲହରୀ ଖେଳିଗଲା। ଷ୍ଟିଫେନ୍ ଜେ ବେଡାଡଙ୍କ ଭଳି ଲୋକମାନେ ଏହାକୁ ପ୍ରଶଂସା କରି କହିଥିଲେ ଯେ ମୁଁ ପଢ଼ିଥିବା ସର୍ବୋତ୍ତମ ପ୍ରତିରକ୍ଷାମୂଳକ ବହିଗୁଡ଼ିକ ମଧ୍ୟରୁ ଏହା ଗୋଟିଏ। ଲେଖକମାନେ ଖୁବ୍ ସୁନ୍ଦର ଭାବରେ ତଥ୍ୟଗୁଡ଼ିକ ସହ ଆଲୋଚନା କରିଛନ୍ତି। ସମର୍ଥକମାନେ ଏହି ବହିକୁ ଏକ ଶକ୍ତିଶାଳୀ ଏବଂ ଗବେଷଣାଭିତ୍ତିକ ଅସ୍ତ୍ର ଭାବରେ ଦେଖିଲେ, ଯାହା ଗସ୍ପେଲକୁ ସମାଲୋଚନା କରୁଥିବା ଲୋକଙ୍କୁ ଏକ ଦୃଢ଼ ଜବାବ ଦେଇପାରିବ। ବିଭାଗ 5 ସନ୍ଦେହବାଦୀଙ୍କ ତୀବ୍ର ସମାଲୋଚନା ଏବଂ ଏକ ଫୋରେନ୍ସିକ୍ ସମୀକ୍ଷା। କିନ୍ତୁ କାହାଣୀ ଏତିକିରେ ସରେ ନାହିଁ। ଯେତେବେଳେ ସନ୍ଦେହବାଦୀ ଏବଂ ସମାଲୋଚକମାନେ ଏହି ସମାନ ବହିକୁ ଟିକିନିକି କରି ପରୀକ୍ଷା କଲେ, ସେତେବେଳେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା। ଉଦାହରଣ ସ୍ୱରୂପ ବ୍ରିଡିୟର ବ୍ଲଗର ନୀଲ ଗଡଫ୍ରେଙ୍କ ସମାଲୋଚନା ଦେଖନ୍ତୁ। ସେ ଏହି ବହିକୁ ଭୁଲ ଉପସ୍ଥାପନା, ବିପରୀତ ଯୁକ୍ତିର ଅସ୍ପଷ୍ଟତା ଏବଂ ଅସାଧୁ ଫୁଟନୋଟିଂର ଏକ ଖେଚଡ଼ି ବୋଲି ସିଧାସଳଖ ଆକ୍ଷେପ କରିଥିଲେ। ଗୋଟିଏ ପଟେ ଅକାଟ୍ୟ ପ୍ରଶଂସା ଆଉ ଅନ୍ୟପଟେ ଏଭଳି ତୀବ୍ର ଆକ୍ରମଣ। ଏଠାରେ ବିବାଦର ମୂଳ କେନ୍ଦ୍ର ଥିଲା ବହିର ସେହି ଛୋଟ ଛୋଟ ଫୁଟନୋଟଗୁଡ଼ିକ, କାରଣ ଏକାଡେମିକ୍ ଜଗତରେ ଏହି ଫୁଟନୋଟଗୁଡ଼ିକ ଉପରେ ହିଁ ଇତିହାସର ମୂଳଦୁଆ ଠିଆ ହୋଇଥାଏ। ଏହି ସମାଲୋଚନାକୁ ବୁଝିବା ପାଇଁ ଆମକୁ ଇଣ୍ଟରପୋଲେସନ୍ ଶବ୍ଦର ଅର୍ଥ ବୁଝିବାକୁ ହେବ। ଏହାର ସହଜ ଅର୍ଥ ହେଉଛି ମୂଳ ଲେଖାରେ ପରେ କୌଣସି ଅନ୍ୟ ଲେଖକଙ୍କ ଦ୍ୱାରା କିଛି ନୂଆ ଅଂଶ ଯୋଡ଼ାଯିବା। ଗଡଫ୍ରେଙ୍କ ସମାଲୋଚନା ମୁଖ୍ୟତଃ ପାଉଲଙ୍କ ପତ୍ର, ବିଶେଷ କରି 1 ଥେସଲୋନିଆ 2ର 13-16 ପଦ ଉପରେ ଥିଲା, ଯେଉଁଠାରେ ଦାବି କରାଯାଇଥିଲା ଯେ ଏହି ଅଂଶଗୁଡ଼ିକ ହୁଏତ ପରେ ଯୋଡ଼ାଯାଇଛି। ଏବେ ଏହି ଫୋରେନ୍ସିକ୍ ଯାଞ୍ଚର ଫଳାଫଳ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏଡି ଏବଂ ବଏଡ୍ ନିଜ ବହିରେ ୱେଦରଲି ଏବଂ ସିମ୍ପସନ୍ ନାମକ ଦୁଇ ବିଦ୍ୱାନଙ୍କୁ ଉଦ୍ଧାର କରି କହିଥିଲେ ଯେ ସେମାନେ ପ୍ରମାଣିକତା ବିରୋଧୀ ଯୁକ୍ତିଗୁଡ଼ିକର ସନ୍ତୋଷଜନକ ଉତ୍ତର ଦେଇସାରିଛନ୍ତି। ହେଲେ ମଜା କଥା ହେଲା, ଯେତେବେଳେ ଭ୍ରିଡାର ସେହି ମୂଳ ଫୁଟନୋଟଗୁଡ଼ିକୁ ଯାଞ୍ଚ କଲେ, ସେ ଦେଖିଲେ ଯେ ୱେଦରଲି ଏବଂ ସିମ୍ପସନ୍ ପ୍ରକୃତରେ ପରସ୍ପରକୁ ବିରୋଧ କରୁଛନ୍ତି। ଏପରିକି ସିମ୍ପସନ୍ ନିଜେ କହିଥିଲେ ଯେ ଇଣ୍ଟରପୋଲେସନ୍ ସପକ୍ଷରେ ଥିବା ଯୁକ୍ତିଗୁଡ଼ିକୁ ଆମକୁ ସିଧାସଳଖ ସାମ୍ନା କରିବାକୁ ପଡ଼ିବ। ତେଣୁ ସନ୍ଦେହବାଦୀଙ୍କ ଦାବି ହେଲା, ଏଡି ଏବଂ ବଏଡ୍ ନିଜ ଯୁକ୍ତିକୁ ମଜବୁତ ଦେଖାଇବା ପାଇଁ ଫୁଟନୋଟଗୁଡ଼ିକର ଏକପାଖିଆ ଏବଂ ଭୁଲ ବ୍ୟବହାର କରିଛନ୍ତି। ଏହି ପୁରା ବିତର୍କରେ ଆଉ ଏକ ସଂଖ୍ୟା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେହି ସଂଖ୍ୟାଟି ହେଉଛି 30। ବ୍ରିଡାର୍ଡ ଦର୍ଶାନ୍ତି ଯେ ବିଦ୍ୱାନ ୱକର ହୋମନଙ୍କଠାରୁ ଆରମ୍ଭ କରି ଅନେକ ଐତିହାସିକ ଲେଖା ପର୍ଯ୍ୟନ୍ତ ଏପରି 30 କୋଟି ପ୍ରାଚୀନ ଗ୍ରନ୍ଥର ଉଦାହରଣ ଦେଇଛନ୍ତି, ଯେଉଁଠାରେ ବିନା କୌଣସି ପାଣ୍ଡୁଲିପି ପ୍ରମାଣରେ ମଧ୍ୟ ପରେ ଯୋଡ଼ାଯାଇଥିବା ଅଂଶଗୁଡ଼ିକୁ ଗ୍ରହଣ କରାଯାଇଅଛି। କିନ୍ତୁ ଏଡି ଏବଂ ବୋଏଡ୍ ଏହି ବିରାଟ ତଥ୍ୟକୁ ସମ୍ପୂର୍ଣ୍ଣ ରୂପେ ନିଜ ବହିରେ ଏଡ଼ାଇ ଯାଇଛନ୍ତି ବୋଲି ସମାଲୋଚକମାନେ ଅଭିଯୋଗ କରନ୍ତି। ବିଭାଗ 6 ପଦ୍ଧତିଗତ ମୂଳଭେଦ ଏକ ଗଭୀର ବିଭାଜନ। ଏସବୁ ଶୁଣିଲା ପରେ ଆମ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ପ୍ରକୃତ ସମସ୍ୟାଟି କେଉଁଠି? ଯଦି ଆମେ ଏହି ଦୁଇ ପକ୍ଷକୁ ତୁଳନା କରିବା, ତେବେ କଥାଟି ବହୁତ ସ୍ପଷ୍ଟ ହୋଇଯିବ। ମୂଳ କାରଣଟି ସେମାନଙ୍କର ଗବେଷଣା ପଦ୍ଧତିରେ ଲୁଚି ରହିଛି। ବାମପଟେ ଥିବା ସନ୍ଦେହବାଦୀ ଐତିହାସିକମାନେ କଠୋର ପ୍ରାକୃତିକ ଯୁକ୍ତି ଦାବି କରନ୍ତି ଏବଂ କୌଣସି ଅଲୌକିକ ଘଟଣାକୁ ସହଜରେ ବିଶ୍ୱାସ କରନ୍ତି ନାହିଁ। ଅନ୍ୟପଟେ ଡାହାଣ ପାର୍ଶ୍ୱରେ ଥିବା ପ୍ରତିରକ୍ଷାମୂଳକ ଐତିହାସିକମାନେ ଏକ ମୁକ୍ତ ଦୃଷ୍ଟିକୋଣ ଗ୍ରହଣ କରନ୍ତି। ସେମାନଙ୍କ ମତରେ ଯଦି କୌଣସି ଘଟଣାର ସାଧାରଣ ବ୍ୟାଖ୍ୟା ମିଳୁନାହିଁ, ତେବେ ଏକ ଅଲୌକିକ କାରଣକୁ ମଧ୍ୟ ବିଚାରକୁ ନିଆଯାଇପାରିବ। ବର୍ତ୍ତମାନ ଭାବନ୍ତୁ, ଯଦି ଦୁଇ ପକ୍ଷର ଆରମ୍ଭରୁ ହିଁ ଚିନ୍ତାଧାରା ଏତେ ଅଲଗା ହେବ, ତେବେ ସେମାନଙ୍କର ଶେଷ ନିଷ୍କର୍ଷ କେବେହେଲେ ସମାନ ହୋଇପାରିବ କି? ବିଲକୁଲ ନୁହେଁ। ଏବଂ ଏହିଠାରେ ହିଁ ଏକ ଗଭୀର ଚିନ୍ତାଜନକ ପ୍ରଶ୍ନ ଉଠେ। ପ୍ରାଚୀନ ଗ୍ରନ୍ଥଗୁଡ଼ିକର ଅଧ୍ୟୟନ କରିବା ସମୟରେ ଇତିହାସକାରମାନେ କେବେହେଲେ ନିଜର ବ୍ୟକ୍ତିଗତ ବିଶ୍ୱାସ ବା ବିଶ୍ୱଦୃଷ୍ଟିକୋଣଠାରୁ ନିଜର ଗବେଷଣା ପଦ୍ଧତିକୁ ସମ୍ପୂର୍ଣ୍ଣ ଅଲଗା କରିପାରିବେ କି? ଗୋଟିଏ ଛୋଟ ଫୁଟନୋଟକୁ ନେଇ ହୋଇଥିବା ହିଁ ବିରାଟ ବିତର୍କରୁ ଗୋଟିଏ କଥା ସ୍ପଷ୍ଟ ଯେ ଆମର ମୂଳ ବିଶ୍ୱାସ ଆମର ନିଷ୍କର୍ଷକୁ କେତେ ଗଭୀର ଭାବରେ ପ୍ରଭାବିତ କରେ।
ଏହା ଏପରି ଏକ ବିଷୟ ଯାହା ନିଶ୍ଚିତ ଭାବରେ ଆମକୁ ଆହୁରି ଅଧିକ ଜାଣିବାକୁ ଏବଂ ଗଭୀର ଭାବରେ ଚିନ୍ତା କରିବାକୁ ବାଧ୍ୟ କରେ। ଏହି ଆକର୍ଷଣୀୟ ବିଶ୍ଳେଷଣରେ ଆମ ସହ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ।